ଗଜପତି ଭାଜପାର ନୂଆ ଟିମ୍ ଘୋଷିତ। ଭାରତୀୟ ଜନତା ପାର୍ଟିର ଗଜପତି ଜିଲ୍ଲା ସଭାପତି ନବକିଶୋର ଶବରଙ୍କ ଦ୍ୱାରା ନୂଆ ଭାଜପା ଟିମ୍ ଘୋଷିତ। ଉପସଭାପତି ଭାବେ ମାମିଡ଼ି ରାଜେଶ୍ୱରୀ, ଜି ଶ୍ରୀଧର ନାଇଡୁ, ପି ବାବୁରାଓ, କୃଷ୍ଣଚନ୍ଦ୍ର ବିଶୋଇ, ଆର୍ ବିଜୟ କୁମାର, ଶିବରାମ ମହାକୁଡ଼, ବନ୍ଦନା ବଡ଼ମୁଣ୍ଡି, କାମଦେବ ବଡ଼ନାୟକ, ସେହିପରି ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ମହାପାତ୍ର, ଇଞ୍ଜିନିୟର ପ୍ରଶାନ୍ତ ଅମ୍ବିକା ପ୍ରସାଦ ଘଡ଼ାଇ, ସମ୍ପାଦକ ଭାବେ କେ ବେଣୁଗୋପାଳ, ରୋକମ ସତୀଶ, ଏମ୍ ଲୋକନାଥମ, ଉମାଶଙ୍କର ପାତ୍ର, ସସ୍ମିତା ମିଶ୍ର, ରଜନୀକାନ୍ତ ରାଉତ, ମାୟାଦେବୀ ମଣ୍ଡଳ, ସୁନିତା ମଲ୍ଲିକ ଓ କୋଷାଧ୍ୟକ୍ଷ ଭାବେ ଭି ଭଡ଼ାରାଜୁ, ନଗର ସଭାପତି ଭାବେ ବାଳକୃଷ୍ଣ ପାତ୍ରଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ 70 ଜଣ ବରିଷ୍ଠ ନେତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲ୍ଲା ପ୍ରଭାରୀ ବିଶ୍ୱେଶ୍ୱର ଟୁଡୁଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଥିଲା ବେଳେ ନୂତନ ଟିମ୍ର ସଦସ୍ୟଙ୍କୁ ଜିଲ୍ଲା ସଭାପତି ନବକିଶୋର ଶବର ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ଉପସଭାପତି କେ ନାରାୟଣ ରାୟ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗଜପତି ଜିଲ୍ଲାର ଜିଲ୍ଲା ଟିମ୍ ଆଜି ଆମେ ଘୋଷଣା କରୁଛୁ। ସେଠି ମୁଁ ଅଛି ନିଜେ ନବକିଶୋର ଶବର ଜିଲ୍ଲା ସଭାପତି, ମାମିଡ଼ି ରାଜେଶ୍ୱରୀ ଉପସଭାପତି, ଜି ଶ୍ରୀଧର ନାଇଡୁ ଉପସଭାପତି, ପି ବାବୁରାଓ ଉପସଭାପତି, କୃଷ୍ଣଚନ୍ଦ୍ର ବିଶୋଇ ଉପସଭାପତି, ଶ୍ରୀ ଆର୍ ବିଜୟ କୁମାର ଉପସଭାପତି, ଶିବରାମ ମହାକୁଡ଼ ଉପସଭାପତି, ବନ୍ଦନା ବଡ଼ମୁଣ୍ଡି ଉପସଭାପତି, କାମଦେବ ବଡ଼ନାୟକ ଉପସଭାପତି, ଜେନେରାଲ ସେକ୍ରେଟାରୀ ଜଗନ୍ନାଥ ମହାପାତ୍ର, ଜେନେରାଲ ସେକ୍ରେଟାରୀ ଇ ପ୍ରଶାନ୍ତ, ଜେନେରାଲ ସେକ୍ରେଟାରୀ ଅମ୍ବିକା ପ୍ରସାଦ ଘଡ଼େଇ, ସେକ୍ରେଟାରୀ କେ ବେଣୁଗୋପାଳ ହେଲା ସାର୍, ଶ୍ରୀ ରୋକମ ସତୀଶ ସେକ୍ରେଟାରୀ, ଶ୍ରୀ ମଣ୍ଡଳା ଲୋକନାଥମ ସେକ୍ରେଟାରୀ, ଶ୍ରୀ ଉମାଶଙ୍କର ପାତ୍ର ସେକ୍ରେଟାରୀ, ଶ୍ରୀମତୀ ସସ୍ମିତା ମିଶ୍ର ସେକ୍ରେଟାରୀ, ଶ୍ରୀ ରଜନୀକାନ୍ତ ରାଉତ ସେକ୍ରେଟାରୀ, ଶ୍ରୀମତୀ ମାୟାଦେବୀ ମଣ୍ଡଳ ସେକ୍ରେଟାରୀ, ଶ୍ରୀମତୀ ସୁନିତା ମଲ୍ଲିକ ସେକ୍ରେଟାରୀ, ଟ୍ରେଜରର ବି ବରଦରାଜ। এটা হচ্ছে আমার ଜିଲ୍ଲାର ଟିମ୍। ଯେଉଁ ପାଲାଖଣ୍ଡିର ଯେଉଁ ମଣ୍ଡଳ ରହିଛି ସେ ପାଲାଖଣ୍ଡି ମଣ୍ଡଳର ମଧ୍ୟ ଆମେ ଡିକ୍ଲେୟାର କରିଦେଉଛୁ ଆଜି। ସେଟା ଡିକ୍ଲେୟାର ହେଇସାରିଥିଲା। ବାଳକୃଷ୍ଣ ପାତ୍ର ନଗର ସଭାପତି। ହଁ, ଏଇଟା ଆମର ମୁଁ ଭାବୁଛି ଆମର ଯିଏକି ପୂର୍ବତନ ଜିଲ୍ଲା ସଭାପତି ରାୟଗଡ଼ା ଜିଲ୍ଲାର ପ୍ରଭାରୀ, ସିଏ ବି ଆମକୁ ଆନୁମାନିକ ଭାବେ ସବୁବେଳେ ସପୋର୍ଟ କରି ନେଇକି ଆସୁଛନ୍ତି। ଆଗାମୀ ଦିନରେ ମଧ୍ୟ ତାଙ୍କର ସପୋର୍ଟ ରହିବ ଏବଂ ନିଶ୍ଚୟ ଆମେ ପଞ୍ଚାୟତ ଇଲେକ୍ସନ୍, ମ୍ୟୁନିସିପାଲିଟି ଇଲେକ୍ସନ୍କୁ ଆଗରେ ବଢ଼ିକି ଲାଷ୍ଟ ଟାଇମ୍ ଆମକୁ ଏ ମାସରେ ରାଜ୍ୟର ମହାମନ୍ତ୍ରୀ ସଂଗଠନ ମନ୍ତ୍ରୀ ଶ୍ରୀମତୀ ଶ୍ରୀ ମାନସ କୁମାର ମହାନ୍ତି ରିଭ୍ୟୁ କରିଥିଲେ, ଯାହାକି ବୁଥ୍ ଲେଭେଲ୍ ପର୍ଯ୍ୟନ୍ତ ଆମର କର୍ମକର୍ତ୍ତା ଯେମିତି କାମ କରିପାରିବେ। ଏ ବିଷୟ ନେଇକି ସଂଗଠନର ସୁଦୃଢ଼ ହେବ ଏବଂ ଯେଉଁଟା ଆଜି ଟିମ୍ଟା ଡିକ୍ଲେୟାର ହେଲା ସମସ୍ତଙ୍କୁ ବେସ୍ କରିକି 16ଟା ମଣ୍ଡଳକୁ ବେସ୍ କରିକି ଆମେ ଏଇଟା ଯେଉଁ ପୂର୍ବତନ ସଭାପତିଙ୍କ ସହିତ ଆଲୋଚନା କରି ଫାଇନାଲ କରୁଛୁ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।